ସମସ୍ତଙ୍କୁ ମୋର ନମସ୍କାର। ଆଜି ଆମେ ବୁଲିବାକୁ ଯିବା ଏକ ସୁନ୍ଦର ସ୍ଥାନକୁ, ଏକାମ୍ର କ୍ଷେତ୍ର ତଥା ମନ୍ଦିର ମାଳିନୀ ନଗର ଭୁବନେଶ୍ୱର। ଓଡ଼ିଶାର ହୃଦସ୍ପନ୍ଦନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ସ୍ୱପ୍ନର ସହର ଭୁବନେଶ୍ୱରର ଦକ୍ଷିଣ ପୂର୍ବ ଭାଗରେ ଅବସ୍ଥିତ ଓଲ୍ଡ ଟାଉନ୍ ଏକ ଐତିହାସିକ ଓ ସାଂସ୍କୃତିକ କେନ୍ଦ୍ର। ଅନେକ ଐତିହ୍ୟ ସ୍ଥଳୀ ଓ ମନ୍ଦିରମାନଙ୍କ ଦ୍ୱାରା ପରିବେଷ୍ଟିତ ଓଲ୍ଡ ଟାଉନ୍ର ମୁଖ୍ୟ ଆକର୍ଷଣ ହେଉଛି ଲିଙ୍ଗରାଜ ମନ୍ଦିର ଏବଂ ବିନ୍ଦୁସାଗର। ଓଲ୍ଡ ଟାଉନ୍ ପ୍ରଭାତର ପ୍ରଥମ ସୁନେଲି କିରଣରେ ହୁଏ ଆଲୋକିତ, ଭକ୍ତମାନଙ୍କ ଗହଳିରେ ହୁଏ ମୁଖରିତ। କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳା ଅନୁସାରେ ନିର୍ମିତ ଏହି ଲିଙ୍ଗରାଜ ମନ୍ଦିର ଯେ କେବଳ ଶିଳାର ସଂରଚନା ତାହା ନୁହେଁ, ଏହା ଏକ ଜୀବନ୍ତ ସଂସ୍କୃତି। ପ୍ରତ୍ୟେକ ମୂର୍ତ୍ତି ଏକ କାହାଣୀ, ପ୍ରତ୍ୟେକ ଦେଉଳ ଏକ ଅନୁଭବ। ଏହାର ଉଚ୍ଚ ଶିଖର ନୀଳ ଆକାଶକୁ ଏପରି ସ୍ପର୍ଶ କରେ ଯେ ମନେ ହୁଏ ସତେ ଯେପରି ପୃଥିବୀ ଓ ଦେବଲୋକ ମଧ୍ୟରେ ଏହା ଏକ ସଂଯୋଗ ସେତୁ। ଲିଙ୍ଗରାଜଙ୍କର ଗମ୍ଭୀର ଛାୟା ତଳେ ତଥା ପାଦପଦ୍ମରେ ଶାନ୍ତ ଭାବରେ ବିସ୍ତାରିତ ବିନ୍ଦୁସାଗର, ଜଳରେ ଆକାଶକୁ ଧରି ରଖିଥିବା ଏକ ଆଇନା। ଗୋଟିଏ ପଟେ ମନ୍ଦିର ଊର୍ଦ୍ଧ୍ୱମୁଖୀ, ଅନ୍ୟପଟେ ବିନ୍ଦୁସାଗର ଗଭୀରମୁଖୀ। ସୂର୍ଯ୍ୟୋଦୟର ପ୍ରଥମ କିରଣ ଯେବେ ଶିଖର ଉପରେ ପଡ଼େ, ପ୍ରତ୍ୟେକଟି ଶିଳା ଜାଗି ଉଠନ୍ତି ସ୍ମୃତିରେ, ପ୍ରାର୍ଥନାରେ, ନୀରବତାରେ। ସେହିପରି ସୁନେଲି କିରଣରେ ଜଳ ମଧ୍ୟ ସୁନେଲି ହୋଇଯାଏ। ଲହରୀ ହାଲୁକା ହସେ, ସତେ ଯେପରି ସୂର୍ଯ୍ୟ ସହିତ ଏକ ନୀରବ ସଂଳାପ। ଲିଙ୍ଗରାଜ ମନ୍ଦିର ସମୟର ସାକ୍ଷୀ। ରାଜବଂଶର ଉତ୍ଥାନ ଓ ପତନ, ଶତାବ୍ଦୀର ପରିବର୍ତ୍ତନ ସବୁକୁ ସେ ନୀରବ ଭାବରେ ଦେଖିଛି। ତଥାପି ତାହାର ଗାରିମା କେବେ ହ୍ରାସ ପାଇନି। ସେ ଆଜି ମଧ୍ୟ ଭକ୍ତିର କେନ୍ଦ୍ର, ସଂସ୍କୃତିର ପରିଚୟ, ଓଡ଼ିଶାର ଆତ୍ମା। କିନ୍ତୁ ପବିତ୍ରତା କେବଳ ଗଠନରେ ନୁହେଁ, ଆମ ଆଚରଣରେ ରହିବା ଦରକାର। ପଥର ଯଦି ଶତାବ୍ଦୀ ଧରି ଦଣ୍ଡାୟମାନ, ଆମେ କ'ଣ କିଛି ମୁହୂର୍ତ୍ତ ପାଇଁ ସଚେତନ ହୋଇପାରିବୁନି? ଯଦି ପବିତ୍ର ପୁଷ୍କରିଣୀ ବିଶାଳ ଆକାଶର ପ୍ରତିବିମ୍ବ ସୃଷ୍ଟି କରିପାରେ, ଆମେ କ'ଣ ଆମ ସଂସ୍କୃତି ଏବଂ ଅସ୍ମିତାର ପ୍ରତିବିମ୍ବ ସୃଷ୍ଟି କରିପାରିବା ନାହିଁ? ଲିଙ୍ଗରାଜର ଶିଖର ଆଜି ମଧ୍ୟ ଗର୍ବିତ, ମାତ୍ର ତାହାର ଛାୟା ତଳେ ମାନବର ଅସଚେତନତା ପଡ଼ି ରହିଛି। ଆମେ ଦେଉଳକୁ ପବିତ୍ର କହୁଛେ, ହେଲେ ତା ପାଖରେ ଥିବା ଜଳାଶୟ, ଯେଉଁଠାରେ ଭକ୍ତିର ପାଦଚିହ୍ନ ପଡ଼ୁଛି, ସେଠି ଆଜି ଅବହେଳାର ଛିଟା ମଧ୍ୟ ପଡ଼ୁଛି। ସେଇ ଜଳ ଯେଉଁଥିରେ ଆକାଶ କେବେ ନିଜକୁ ଦେଖୁଥିଲା, ତାହାର ଲହରୀରେ ଆଜି ଭାସୁଛି ଅବହେଳା। ପୂଜାର ଫୁଲ ପବିତ୍ରତାର ପ୍ରତୀକ, କିନ୍ତୁ ତାକୁ ଜଳାଶୟରେ ଫୋପାଡ଼ିବା ଭକ୍ତି ନୁହେଁ, ଏହା ଭାର। ଯେଉଁ ଜଳରେ ଆମେ ସୂର୍ଯ୍ୟ ନମସ୍କାର କରୁଛେ, ସ୍ନାନାଦି କାର୍ଯ୍ୟ କରି ତାକୁ ଅସନା କରୁଛେ, ଏହା ସେହି ସମାନ ସ୍ଥାନର ଅନ୍ୟ ଏକ ଦୃଶ୍ୟ, ଅନ୍ୟ ଏକ ସତ୍ୟ। ବିନ୍ଦୁସାଗର ନୀରବ ଅଛି, କିନ୍ତୁ ନୀରବତାର ଅର୍ଥ ସ୍ୱୀକାର ନୁହେଁ। ଏହା ଏକ ସ୍ଥାନ ନୁହେଁ, ଏହା ଆମ ଆତ୍ମଚରିତ୍ରର ପରୀକ୍ଷା। ଯେଉଁଠି ଆମେ ହାତ ଯୋଡ଼ୁଛେ, ମଥା ନୁଆଉଛେ, ସେଇଠି ଛୋଟ ଛୋଟ ଅଳିଆ ଉଠାଇବାରେ ବି ଆମେ ଅବହେଳା କାହିଁକି କରୁଛେ? ଯଦି ଆମେ ସଚେତନ ରହିବା, ପରିବେଶକୁ ସୁରକ୍ଷିତ ରଖିବାରେ ହାତ ବଢ଼ାଇବା, ତେବେ ତାହା ହେବ ଆମ ପାଇଁ ସବୁଠାରୁ ବଡ଼ ପୂଜା। ପବିତ୍ରତା ମନ୍ତ୍ରରେ ନଥାଏ, ଥାଏ ଆଚରଣରେ। ହଁ, ଆପଣମାନେ କହିପାରିବେ, ବିଏମ୍ସି ସଫେଇ କର୍ମଚାରୀମାନେ ତ ତାଙ୍କ କାର୍ଯ୍ୟ କରୁଛନ୍ତି। ହେଲେ ମୁଁ ଆପଣଙ୍କୁ କହି ରଖେ, ଏହା ମଧ୍ୟ ଆମ ଦାୟିତ୍ୱ ଏବଂ ଆମ କର୍ତ୍ତବ୍ୟ। ପରବର୍ତ୍ତୀ ସମୟରେ ଆପଣମାନେ ଯେବେ ଏହି ସ୍ଥାନକୁ ଯିବେ, ଏଥିପ୍ରତି ସଚେତନ ରହିବେ ବୋଲି ମୋର ଆଶା ଏବଂ ବିଶ୍ୱାସ। ଯଦି ଏହି ଭିଡ଼ିଓଟି ଆପଣଙ୍କ ମନରେ ଟିକେ ବି ପରିବର୍ତ୍ତନ ଆଣିଥିବ, ତେବେ ଏହା ମୋ ପାଇଁ ବହୁତ ବଡ଼ ଆଚିଭମେଣ୍ଟ ହେବ। ଜୟ ବାବା ଲିଙ୍ଗରାଜ, ଜୟ ଜଗନ୍ନାଥ।